ତନ୍ମଧ୍ୟରେ ମାନବ ଯୋନି ହେଉଛି 4 ଲକ୍ଷାଣି, 4 ଲକ୍ଷ ପ୍ରକାର। ଅନ୍ୟ ମାନବ ପ୍ରାଣୀ ମାନଙ୍କ ଯୋଉ ପ୍ରକାର ଅଛି ତାହା ହେଉଛି 80 ଲକ୍ଷ ପ୍ରକାର, ଆଉ ମାନବ 4 ଲକ୍ଷ ପ୍ରକାର। ଏପରି 84 ଲକ୍ଷ ଜୀବ ଯୋନି ଅଛି। এই 84 ଲକ୍ଷ ଜୀବ ଯୋନି ମଧ୍ୟରେ ମାନବ ଯୋନି ହେଉଛି ସୁଦୁର୍ଲଭ, ଲବ୍ଧ୍ୱା ସୁଦୁର୍ଲଭ ବହୁ ସମ୍ଭବନ୍ତି। ମାନୁଷ୍ୟମର୍ଥକ ମନିତ୍ୟ ମତୀୟଥୀର ପୂର୍ଣ୍ଣମ୍ ଦତୀଦନ୍ ମତୀଦନ୍ ମୃତ୍ୟୁ ଯାବତ୍ ନିଶ୍ରୟ ସାୟ ବିଷୟ ଖଳୁ ସର୍ବତ୍ର ସ୍ୟାତ୍। ଏକାଦଶ ସ୍କନ୍ଦ ଭାଗବତରେ ଏ କଥା କୁହାଯାଇଛି, ବାରମ୍ବାର କୁହାଯାଇଛି କଥା। ନୃଦେହମାଦ୍ୟମ୍ ସୁଲଭମ୍ ସୁଦୁର୍ଲଭମ୍ ଦୁର୍ଲଭମ୍ ମାନୁଷମ୍ ଜନ୍ମମ୍, ବାରମ୍ବାର କୁହାଯାଇଛି। ପରେ ଅଧ୍ୟୟନ ନୁହେଁ, ଭାଗବତରେ ବହୁ ସ୍ଥାନରେ କଥା କୁହାଯାଇଛି। ମାନବ ଜୀବନ ସୁଦୁର୍ଲଭ, ବହୁ ଲକ୍ଷ ଲକ୍ଷ ଯୋନି ଭ୍ରମଣ କଲା ପରେ ମାନବ ଯୋନି ମିଳୁଛି, ଏ କଥା ମନେ ରଖିବାକୁ ପଡ଼ିବ। ସ୍ଥାବର ଯୋନି, କୀଟ ଯୋନି, ପଶୁ ଯୋନି, ପକ୍ଷୀ ଯୋନି, ଏସବୁ ବହୁ ଜଳ ଜୀବ ଯୋନି, ବହୁ ବହୁ ଯୋନି, ଲକ୍ଷ ଲକ୍ଷ ଯୋନି ଲାଭ କଲା ପରେ ମାନବ ଯୋନି ମିଳୁଛି। ମାନବ ଯୋନି ସୁଦୁର୍ଲଭ। କାହିଁକି ସୁଦୁର୍ଲଭ ହେଇଛି? ଅନ୍ୟ ଯୋନି ସୁଦୁର୍ଲଭ ନୁହେଁ। କାହିଁକି ହେଇଛି ନା ଏଇ ତତ୍ତ୍ୱ ଜିଜ୍ଞାସା କରିବା ପାଇଁ ହେଇଛି। ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀଠାରେ ଯୋଉ ତତ୍ତ୍ୱ ଜିଜ୍ଞାସା କରୁଛନ୍ତି, ବ୍ରହ୍ମ ଜିଜ୍ଞାସା, ବ୍ରହ୍ମତତ୍ତ୍ୱ ବା ଈଶ୍ୱର ତତ୍ତ୍ୱ, ବେଦରେ ତ୍ରିତତ୍ତ୍ୱ କହେ, 3ଟି ତତ୍ତ୍ୱ କଥା ବେଦରେ କୁହାଯାଇଛି। ସମ୍ବନ୍ଧ, ଅବିଧେୟ, ପ୍ରୟୋଜନ, ଏ ତ୍ରିତତ୍ତ୍ୱ ବେଦେ କହ। ସମ୍ବନ୍ଧ ତତ୍ତ୍ୱ, ଅବିଧେୟ ତତ୍ତ୍ୱ, ପ୍ରୟୋଜନ ତତ୍ତ୍ୱ। ସମ୍ବନ୍ଧ ତତ୍ତ୍ୱ ହେଉଛି ଭଗବାନଙ୍କ ସହିତ ନିତ୍ୟ ସମ୍ବନ୍ଧ। ଜୀବର ଭଗବାନଙ୍କ ସହିତ ନିତ୍ୟ ସମ୍ବନ୍ଧ ଅଛି। କୃଷ୍ଣସ୍ତୁ ଭଗବାନ ସ୍ୱୟଂ, କୃଷ୍ଣ ହିଁ ଭଗବାନ। କୃଷ୍ଣଙ୍କ ସହିତ ଜୀବର ନିତ୍ୟ ସମ୍ବନ୍ଧ ଅଛି। ଏହି ସମ୍ବନ୍ଧ ତତ୍ତ୍ୱ ବେଦରେ କୁହାଯାଇଛି। ଏହି ସମ୍ବନ୍ଧରେ ଜିଜ୍ଞାସା କରିବ। আমি কে, ମୁଁ କେ, ମୋର ପରିଚୟ କଣ, ମୁଁ କାହିଁକି ଏ ଭୌତିକ ଜଗତରେ ପଡ଼ି ଦୁଃଖ ପାଉଛି। ଏ ଜିଜ୍ଞାସା ୟାକୁ କହନ୍ତି ତତ୍ତ୍ୱ ଜିଜ୍ଞାସା। ତତ୍ତ୍ୱ ଜିଜ୍ଞାସା ଜୀବସ୍ୟ ତତ୍ତ୍ୱ ଜିଜ୍ଞାସା ନାର୍ଥ ଦସ୍ତେ କର୍ମଭି କାମସ୍ୟ ନେନ୍ଦ୍ର ପ୍ରୀତିର୍ ଲାଭ ଜୀବୀ ତ ଯାବତା। ଜୀବସ୍ୟ ତତ୍ତ୍ୱ ଜିଜ୍ଞାସା ନାର୍ଥ ଦସ୍ତେ କର୍ମଭି, এই ଶ୍ରୀମଦ ଭାଗବତ ପ୍ରଥମ ସ୍କନ୍ଧରେ କୁହାଯାଇଛି। ମାନବ ଜନ୍ମ ଯେତେବେଳେ ହେଉଛି ସୁଦୁର୍ଲଭ ଯୋନି, এই ତତ୍ତ୍ୱ ଜିଜ୍ଞାସା କରିବା ପାଇଁ ଏ ଯୋନି ମିଳିଛି। ଅନ୍ୟ ଯୋନିରେ, ଇତର ଯୋନିରେ এই ତତ୍ତ୍ୱ ଜିଜ୍ଞାସା କେହି କରିପାରିବେ ନା। କାରଣ ସେମାନଙ୍କର ଚେତନା ନିଚ ସ୍ତରର ଚେତନା, ମାନବ ଉନ୍ନତ ସ୍ତରର ଚେତନା। এই ଚେତନା ସ୍ତରର କଥା 5 ଭାଗରେ 5ଟି ଚେତନା ସ୍ତର ଅଛି। ଚେତନାର 5ଟି ସ୍ତର ଅଛି। ଗୋଟେ ହେଉଛି ଆବୃତ ଚେତନା, ଗୋଟେ ହେଉଛି ସଂକୁଚିତ ଚେତନା, ଗୋଟେ ହେଉଛି ମୁକୁଳିତ ଚେତନା, ଆଉ ଗୋଟେ ହେଉଛି ବିକଚିତ ଚେତନା, ଆଉ ଗୋଟେ ଶେଷ କଥାଟା ହେଉଛି ପୂର୍ଣ୍ଣ ବିକଚିତ ଚେତନା। এই 5ଟି ଚେତନା ଅଛି। ଆବୃତ ଚେତନା, ସଂକୁଚିତ ଚେତନା ସ୍ତରରେ ଇତର ଜୀବଗଣ ରହୁଛନ୍ତି। 284 ଲକ୍ଷ ଜୀବ ଯୋନି ଅଛି। ମାନବେତର ଜୀବ, ସେମାନେ ଏ 2 ପ୍ରକାର ଚେତନା ସ୍ତରରେ ଅଛନ୍ତି, ଆବୃତ ଚେତନା ଆଉ ସଂକୁଚିତ ଚେତନା। ମାନବ ଯେ 4 ଲକ୍ଷ ପ୍ରକାର ଅଛି, ସେମାନଙ୍କର ଚେତନା ଏ 3ଟି ସ୍ତରରେ ଅଛି। ମୁକୁଳିତ ଚେତନା, ବିକଚିତ ଚେତନା, ପୂର୍ଣ୍ଣ ବିକଚିତ ଚେତନା। ଏ 3ଟି ସ୍ତରରେ ମାନବର ଚେତନା ଅଛି। ଆଉ ଏଇ ଚେତନା ସ୍ତରର ବିକାଶ ନେଇ 4 ଲକ୍ଷ ପ୍ରକାରର ମାନବ ଅଛନ୍ତି। ସମସ୍ତଙ୍କର ଚେତନା ସ୍ତର ସମାନ ଭାବରେ ବିକଶିତ ନୁହେଁ, ସମାନ ସ୍ତରରେ ନାହିଁ, ଭିନ୍ନ ଭିନ୍ନ ସ୍ତରରେ ଅଛି ଏ 3ଟି ସ୍ତର ମଧ୍ୟରେ। କିନ୍ତୁ ମାନବ ଜୀବନରେ ଏ ସୁଯୋଗ ମିଳିଛି ଯେ ସେ ପୂର୍ଣ୍ଣ ବିକଚିତ ଚେତନା ସ୍ତରକୁ ଯାଇପାରିବା ପାଇଁ এই ସୁଯୋଗ ମାନବ ଜୀବନରେ ମିଳିଛି। ତେଣୁ ମାନବ ଯୋନି ସୁଦୁର୍ଲଭ ଯୋନି। ଅନ୍ୟ ଯୋନିରେ ଚେତନା ସ୍ତରର ବିକାଶ କରାଯାଇପାରିବ ନା। ଯେ ଯେଉଁ ସ୍ତରରେ ଅଛି ସେହି ସ୍ତରରେ ରହିବ। ଯେତେବେଳେ ମାନବ ଜନ୍ମ ଲାଭ କରିବ ଭଗବତ କୃପାରୁ, ସେତେବେଳେ ସୁଯୋଗଟା ପାଇବ ତାର ଚେତନା ସ୍ତରର ବିକାଶ କରିବା ପାଇଁ।
ଆଉ ଶେଷ ବିକାଶ ସ୍ତର ହେଉଛି ପୂର୍ଣ୍ଣ ବିକଶିତ ଚେତନା। ସେ ସ୍ତରକୁ ଯିବା ପାଇଁ ସୁଯୋଗ ଦିଆଯାଇଛି ଏଠି ଏ ମାନବ ଜୀବନରେ। ତାହା କିପରି ହେବ ନା ଲବ୍ଧ୍ୱା ସୁଦୁର୍ଲଭଂ ବହୁ ସମ୍ଭବନ୍ତେ ମାନୁଷ୍ୟମର୍ଥକ ଅନିତ୍ୟମପି। ଏଇଟା ଅନିତ୍ୟ, ଆଜି ଅଛି କାଲି ବା କୋଉ ମୁହୂର୍ତ୍ତରେ ନଷ୍ଟ ହେଇଯିବ ମାନବ ଶରୀର। এই জীবন নিশ্চিত কে জানে কাহার আজ মৃত্যু কাল ହେଇଯିବ এই ନିଶ୍ଚିତ କଥା କହିପାରିବା ନାହିଁ। କିନ୍ତୁ এটা হচ্ছে অর্থদ, অনিত্য ହେଲେ ସୁଦ୍ଧା ଅର୍ଥଦ। এই সর্বোচ্চ চেতনা স্তর পূর্ণ বিকশিত চেতনা স্তর লাভ କରିବାର ସୁଯୋଗ ମିଳିଛି, ଅର୍ଥାତ୍ ପରମାର୍ଥ ଲାଭ କରିବାର ସୁଯୋଗ ମିଳିଛି। ଧର୍ମ ଅର୍ଥ କାମ ମୋକ୍ଷ ଆକୁ କୁହାଯାଏ ଚାରି ପୁରୁଷାର୍ଥ ବା ଚତୁର୍ବର୍ଗ ବା ଚାରି ପୁରୁଷାର୍ଥ। তার উপর কথা পঞ্চম পুরুষার্থ হচ্ছে পরমার্থ। পরমার্থ হচ্ছে শুদ্ধ কৃষ্ণ ভক্তি, প্রেম ভক্তি। তাকে কুহা যায় পরম পুরুষার্থ বা পরমার্থ। যে লাভ করতে তাঙ্কর চেতনা স্তর সর্বোচ্চ পূর্ণ বিকশিত চেতনা স্তর হুয়ে। এ হচ্ছে তাৎপর্য আমার কহিবা কথা। তাহা এই মানব জীবନରେ মিଳିବ, କରାଯାଇପାରିବ, ସେ ସ୍ତରକୁ ଯାଇପାରିବ। এই সুযোগ ମିଳିଛି ପରମାର୍ଥ ଲାଭ ପାଇଁ ସୁଯୋଗ ଦିଆଯାଇଛି ମାନବ ଜୀବନରେ, ମାନବ ଜୋନିରେ, ଅନ୍ୟ ଜୋନିରେ ନାହିଁ। ସେଥିପାଇଁ ମାନବ ଜୋନି ହେଉଛି ସୁଦୁର୍ଲଭ ଜୋନି, ସୁଦୁର୍ଲଭ ଜୋନି। ଅନ୍ୟ ଜୋନିକୁ ସୁଦୁର୍ଲଭ ଜୋନି କୁହାଯାଉନି। ତେଣୁ ଯେତେବେଳେ ମାନବ ଜୋନି ମିଳୁଛି ସେତେବେଳେ ଏ ଜିଜ୍ଞାସା କରିବ ମାନବ କାମସ୍ୟ ନେନ୍ଦ୍ର ପ୍ରୀତି ଲାଭ ଜୀବି ତ ଯାବତା ଜୀବସ୍ୟ ତତ୍ତ୍ୱ ଜିଜ୍ଞାସା ନାସ୍ତ ଯସ୍ତି କର୍ମଠି। এই ଶ୍ରୀମଦ ଭାଗବତ ପ୍ରଥମ ସ୍କନ୍ଧରେ କୁହାଗଲା। এই ଯୋଉ ତତ୍ତ୍ୱ ଜିଜ୍ଞାସା ତ୍ରିତତ୍ତ୍ୱ ଅଛି ବେଦରେ, ମୁଁ କହିଲି ସମ୍ବନ୍ଧ, ଅବିଧେୟ, ପ୍ରୟୋଜନ ତତ୍ତ୍ୱ। ଏ ସମ୍ବନ୍ଧରେ ଜିଜ୍ଞାସା, এই ତତ୍ତ୍ୱ ଜିଜ୍ଞାସା। ସମ୍ବନ୍ଧ ତତ୍ତ୍ୱ ମୋର ପରିଚୟ, ଜୀବର ପରିଚୟ, ଆଉ ଜୀବର ଆମର ନିତ୍ୟ ସମ୍ବନ୍ଧ କାହା ସହିତ ଅଛି, ଏ ହେଲା ସମ୍ବନ୍ଧ ତତ୍ତ୍ୱ। ସମ୍ବନ୍ଧ କୃଷ୍ଣ ଯେ ମୁଖ୍ୟ ସମ୍ବନ୍ଧ, କୃଷ୍ଣ ଏକମାତ୍ର ସମ୍ବନ୍ଧ ବେଦରେ କୁହାଯାଉଛି। ସେ ଭଗବାନ କୃଷ୍ଣଙ୍କ ସହିତ ଆମର ନିତ୍ୟ ସମ୍ବନ୍ଧ ଅଛି। ଜୀବନ ପ୍ରତ୍ୟେକ କୃଷ୍ଣ ସହିତ ସମ୍ବନ୍ଧିତ। ନମି ବାଂଶ ଜୀବ ଲୋକେ ଜୀବଭୂତ ସନାତନ। ଶ୍ରୀମଦ୍ ଭଗବଦ୍ଗୀତାରେ କୁହାଯାଇଛି ସେ କଥା। ଜୀବ ଭଗବାନ କୃଷ୍ଣ ନିଜେ କହୁଛନ୍ତି, ଜୀବ ବା ଜୀବାତ୍ମା ନିତ୍ୟ ସନାତନ ଭାବରେ ମୋର ଅଂଶ ବିଶେଷ। ତେଣୁ ଜୀବ ନିତ୍ୟ, ଭଗବାନ ନିତ୍ୟ, ଜୀବ ନିତ୍ୟ। ସେ କଥା ଆମର ପରମାଚାର୍ଯ୍ୟ ଗୁରୁଦେବ ତାଙ୍କର ଭାଷ୍ୟରେ ଉଦ୍ଧାର କରନ୍ତି। ନିତ୍ୟ ନିତ୍ୟାନ, ଅନେକ ନିତ୍ୟ ଅଛନ୍ତି ଆଉ ଜଣେ ପରମ ନିତ୍ୟ ଅଛନ୍ତି। ସେ ପରମ ନିତ୍ୟ ହେଉଛନ୍ତି ଭଗବାନ କୃଷ୍ଣ। ଅନେକ ନିତ୍ୟ ହେଉଛନ୍ତି ଜୀବ ଜୀବଗଣ। ଜୀବ ଯେ କେବେ ନଥିଲା, ନୂତନ ସୃଷ୍ଟି ହେଇଛି କଥା ନୁହେଁ। ସେ କଥା ପ୍ରପାଦି ମହାତ୍ମା ଭାଷାରେ କହିଛନ୍ତି। ଜୀବ ନିତ୍ୟ ଅଛି, ଭୂତ ଭବିଷ୍ୟ ବର୍ତ୍ତମାନ ସର୍ବକାଳରେ ଅଛି, ସର୍ବକାଳରେ ଅଛି। ଯେତେବେଳେ ସୃଷ୍ଟି ନାହିଁ, ଯେତେବେଳେ ମହାପ୍ରଳୟ ହେଉଛି, ଏ ସମଗ୍ର ଭୌତିକ ସୃଷ୍ଟି ନଷ୍ଟ ହେଇଯାଉଛି, ସେତେବେଳେ କଣ ଜୀବ ନାହିଁ? ସେତେବେଳେ ଜୀବନ ଅଛି। ପ୍ରକାଶମାନ ଦୃଶ୍ୟମାନ ଜଗତ ଯାହା ଦେଖୁଛନ୍ତି, ଆମେ ଦେଖୁଛେ, ପ୍ରକାଶ ହେଇଛି ଯେ ସେ ସବୁ ନଷ୍ଟ ହେଇଯାଉଛି ପ୍ରଳୟରେ। କିନ୍ତୁ ଜୀବ ମୃତ୍ୟୁ ନାହିଁ, ଜୀବ ନିତ୍ୟ, ଜୀବ ଆତ୍ମା। ସେ ରହିଛି, ପ୍ରଶ୍ନ ଉଠିବ କୋଉଠି ରହିଛି? ତାହେଲେ ସେ ଶବ୍ଦ ସୃଷ୍ଟି ନଷ୍ଟ ହେଇଗଲା। ତା ବର୍ଣ୍ଣନା ଅଛି, ଜୀବ ବା ଜୀବାତ୍ମାଗଣ ପ୍ରଳୟ ସମୟରେ ନଷ୍ଟ ହେଇଯାଏ। ସେମାନେ ତ ନଷ୍ଟ ହେବେ ନା। ନିତ୍ୟ ନିତ୍ୟାନ, ନିତ୍ୟ ବସ୍ତୁ, ସନାତନ ବସ୍ତୁ, ନ ହନ୍ୟତେ ହନ୍ୟମାନେ ଶରୀରେ। ଶ୍ରୀମଦ୍ ଭଗବଦ୍ଗୀତାରେ ମଧ୍ୟ ଭଗବାନ କୃଷ୍ଣ କହିଛନ୍ତି, ନ ହନ୍ୟତେ ହନ୍ୟମାନେ ଶରୀରେ। ଶର ନଷ୍ଟ ହେଲେ ଜୀବାତ୍ମା, ଜୀବ ନଷ୍ଟ ହଉନି, ଜୀବ ନଷ୍ଟ ହଉନି। ଶରୀରଟା ସୃଷ୍ଟି ହେଇଛି, ଶର ନଷ୍ଟ ହଉଛି। ସେ କଥା ଆମର ପରମାରାଧ୍ୟ ଗୁରୁଦେବ ତାଙ୍କ ଭାଷାରେ କହିଛନ୍ତି। ଭଗବଦ୍ଗୀତାରେ ସେ କଥା କୁହାଯାଇଛି। ଶରୀର ଆମେ ଯାହା ଧାରଣ କରିଛୁ ସେ ହଉଛି ଜଡ଼ ଶରୀର, ମେଟେରିଆଲ ବଡି। ତାହାର ଜନ୍ମ ଅଛି, ମୃତ୍ୟୁ ଅଛି, ପରିବର୍ତ୍ତନ ଅଛି 6 ପ୍ରକାର। କିନ୍ତୁ ଜୀବ ବା ଜୀବାତ୍ମାର ଜନ୍ମ ନଦାୟତେ ମ୍ରିୟତେ ବା କଦାଚିତ୍। ଶ୍ରୀମଦ୍ ଭଗବଦ୍ଗୀତାରେ ନଦାୟତେ ମ୍ରିୟତେ ବା କଦାଚିତ୍। ଜୀବ ବା ଜୀବାତ୍ମାର ଜନ୍ମ ନାହିଁ କି ମୃତ୍ୟୁ ନାହିଁ।
जन्म नहीं कि मृत्यु नहीं, नित्य सनातन वस्तु से शरीर जन्म होची मृत्यु होची शरीर परिवर्तन होची 6 प्रकार परिवर्तन शरीर ये जड़ शरीर अच्छी शरीर जन्म होची शरीर वृद्धि होची किछि समय रहुची किछि काल रहुची किछि बाई प्रोडक्ट्स संतान उत्पादन करुची तापरे शरीर वृद्ध होची क्षीणतर होची तापरे मृत्यु नष्ट होची ये 6 प्रकार परिवर्तन ये शरीर रे अछि किंतु आत्मा ये परिवर्तन नहीं अपरिवर्तनीय अविकृत भगवान कौन परिवर्तन नहीं